ଗଭର୍ଣ୍ଣମେଣ୍ଟ ସ୍କୁଲରେ ଦଣ୍ଡ ମୁକ୍ତ ଅଣ୍ଡାଯୁକ୍ତ ସବୁକିଛି ମିଳୁଛି ମାଗଣା, ତଥାପି ମନ ଟାଣୁନି ସରକାରୀ ସ୍କୁଲ। ଅଷ୍ଟମ ବେତନ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବନି ତ? ଆଶାଠାରୁ କମ୍ ବଢ଼ିବ ଦରମା। ଚାଷୀଠାରୁ ଦୋକାନୀ ଯାଏ, ଚପରେଶ ଠାରୁ ପ୍ରଶାସକ ଯାଏ, ମୂଲିଆଠାରୁ ମାଲିକ ଯାଏ, ସମସ୍ତେ ଦିନ ଗଣି ଚାଲିଛନ୍ତି। ସରକାର ଲାଗୁ କରିବେ 8th ପେ କମିଶନ। ଚାକିରିଆ ଡାଇରେକ୍ଟ ବେନିଫିଟ୍ ପାଇବେ। ଚାକିରିଆଙ୍କ ପକେଟକୁ ଅର୍ଥ ଆସିଲେ ପରୋକ୍ଷରେ ସମସ୍ତେ ନିଶ୍ଚୟ ହେବେ ବେନିଫିଟେଡ୍। ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି। 2016 ମସିହା ଜାନୁଆରୀରେ ଲାଗୁ ହୋଇଥିଲା 7th ପେ କମିଶନ ରିପୋର୍ଟ। ନିୟମ ଅନୁଯାୟୀ ପ୍ରତି 10 ବର୍ଷରେ ଅଲ୍ ଇଣ୍ଡିଆ କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ଅନୁଯାୟୀ ଫିଟମେଣ୍ଟ ଫ୍ୟାକ୍ଟରକୁ ହିସାବ ଲାଗୁ କରାଯାଏ ନ୍ୟୁ ପେ ସ୍କେଲ୍। ସେହି ନିୟମ ଅନୁଯାୟୀ 2026 ଜାନୁଆରୀରେ ନ୍ୟୁ ପେ ଲାଗୁ ହେବା କଥା, କିନ୍ତୁ ତାହା ଏବେ ସନ୍ଦେହ ଘରରେ। ସରକାର ଫିଟମେଣ୍ଟ କମିଟି ବସାଇ ନାହାନ୍ତି, ଆଉ ଆଙ୍ଗୁଠି ଗଣ୍ଠି କେତେଟା ଦିନ ପରେ 2025 ସମାଧି ନେବ। 8th ପେ କମିଶନ ଗଠନ ନେଇ ଆଲୋଚନା ଜାରି ରହିଛି। ରାଜ୍ୟ ସରକାର, ଅର୍ଥ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସରକାର ଏ ନେଇ କାର୍ଯ୍ୟ କରୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ଏକ ନୂଆ ରିପୋର୍ଟ ଅନୁସାରେ ସପ୍ତମ ବେତନ କମିଶନ ତୁଳନାରେ ଅଷ୍ଟମ ବେତନ ଆୟୋଗର ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ଆଶାଠାରୁ କମ୍ ରହିବ। ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ମୂଳ ଦରମା 18,000 ଟଙ୍କା ଥିବାବେଳେ ଅଷ୍ଟମ ବେତନ ଆୟୋଗ ଅଧୀନରେ ଏହା 32,000 ଟଙ୍କାକୁ ବଢ଼ିପାରେ। କୋଟାଲ ଇନଷ୍ଟିଚ୍ୟୁସନ୍ ଅଫ୍ ଇକ୍ୱିଟିଜ୍ର ଏକ ରିପୋର୍ଟ ଅନୁସାରେ ଆଗାମୀ ଅଷ୍ଟମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା 13% ବଢ଼ିପାରେ, ଯାହା ସପ୍ତମ ବେତନ କମିଶନ ଅଣ୍ଡରରେ 14.3% ଥିଲା। ଅଷ୍ଟମ ବେତନ ଆୟୋଗ ଅଧୀନରେ ଫିଟମେଣ୍ଟ ଫ୍ୟାକ୍ଟର 1.8 ଧାର୍ଯ୍ୟ କରାଯାଇଥିଲା, ଯାହାକି 7th ପେ କମିଶନ ଟାଇମ୍ରେ 2.57 ଥିଲା। ଏହାର ଅର୍ଥ ପୂର୍ବ ଆୟୋଗ ତୁଳନାରେ ଅଷ୍ଟମ ବେତନ ଆୟୋଗର ଅଧୀନରେ ମୂଳ ଦରମାରେ ମୋଟ ବୃଦ୍ଧି କମ୍ ରହିବ। ପ୍ରକାଶ ହେଉଛି ଯେ ଏକ ନୂତନ ବେତନ ଆୟୋଗ କାର୍ଯ୍ୟକାରୀ ହେବା ସମୟରେ କର୍ମଚାରୀଙ୍କ ମୂଳ ଦରମା ସଂଶୋଧିତ କରିବା ପାଇଁ ଫିଟମେଣ୍ଟ ଫ୍ୟାକ୍ଟର ଏକ ଗୁଣକ ଭାବେ ବ୍ୟବହାର କରାଯାଏ। ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା 18,000 ଟଙ୍କା ରହିଛି, 18,000 × 1.84 ହିସାବରେ 32,400 ଟଙ୍କା ହେବ। ଏଥିରେ HR କିମ୍ବା DA ଅନ୍ତର୍ଭୁକ୍ତ ହେବ ନାହିଁ, ଯାହାକୁ ପୃଥକ ଭାବେ ହିସାବ କରାଯାଇ ଯାହାର ଟେକ୍ ହୋମ୍ ପେ ବେଳେ ଏହା ମୋଟ ଦରମାରେ ପ୍ରତିଫଳିତ ହୁଏ। ମଙ୍ଗଳବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ ଲିଖିତ ଉତ୍ତରରେ ଜଣାଇଥିଲେ ଯେ ପ୍ରମୁଖ ଅଂଶୀଦାରୀମାନଙ୍କଠାରୁ ମତାମତ ଗ୍ରହଣ କରାଯାଇଛି। ସରକାରଙ୍କ ଦ୍ୱାରା କମିଶନକୁ ନେଇ ନୋଟିଫିକେସନ ଜାରି ହେବା ପରେ 8th ପେ କମିଶନ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତି କରାଯିବ। ପ୍ରତି 10 ବର୍ଷରେ ସରକାର ଜୀବନଧାରଣର ଖର୍ଚ୍ଚ ଆଧାରରେ କର୍ମଚାରୀମାନଙ୍କର ଦରମା ପେନ୍ସନଭୋଗୀଙ୍କ ପେନ୍ସନ ବଢ଼ାଇଥାନ୍ତି। ଉକ୍ତ କ୍ରମରେ 2026ରେ 8th ପେ କମିଶନ ଅଧୀନରେ ବେତନ ବଢ଼ାଯିବା କଥା ଏବଂ ପ୍ରକ୍ରିୟାରେ ବିଳମ୍ବ ହେବା ନେଇ ଅନୁମାନ କରିଛନ୍ତି ବିଶେଷଜ୍ଞ। 7th ପେ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ମୂଳ ଦରମା 7,000 ଟଙ୍କାରୁ ବଢ଼ି 18,000 ଟଙ୍କା ହୋଇଥିଲା। କର୍ମଚାରୀଙ୍କ ଦରମା ଏବେ ପେନ୍ସନକୁ ସଂଶୋଧିତ କରିବା ପାଇଁ 2.57ର ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରାଯାଇଥିଲା, କିନ୍ତୁ ଏବେ ତାହା କରାଯିବାର ସମ୍ଭାବନା ଖୁବ୍ କମ୍ ଲାଗୁଛି। ଦଣ୍ଡ ମୁକ୍ତ ଅଣ୍ଡାଯୁକ୍ତ ହେଲା ପରେ ବି ମନ ଟାଣୁନି ଗଭର୍ଣ୍ଣମେଣ୍ଟ ସ୍କୁଲ। ମାଗଣା ମାଗଣା ମାଗଣା, ସବୁ ମାଗଣା। ଖାଇବାଠାରୁ ପିନ୍ଧିବା ଯାଏ, ପାଠପଢ଼ା ଠାରୁ ପରୀକ୍ଷା ଯାଏ, ସବୁ ଯୋଗାଇ ଦେଉଛନ୍ତି ସରକାର, ତଥାପି ଗଭର୍ଣ୍ଣମେଣ୍ଟ ସ୍କୁଲକୁ ମନ ଟାଣୁନି ପିଲାଙ୍କର। ମାଗଣା ପାଠପଢ଼ା, ପିନ୍ଧିବାକୁ ପୋଷାକ ସାଙ୍ଗକୁ ଜୋତା ମୋଜା, ଆଉ ଖାଇବାକୁ ମଧ୍ୟାହ୍ନ ଭୋଜନ, ତାହା ବି ପୃଷ୍ଟିକର। ତା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସୁବିଧା ସୁଯୋଗ ଖଞ୍ଜି ଦିଆଯାଉଛି ସରକାରୀ ସ୍କୁଲରେ। ପାଠ ପଢ଼ାଇବାକୁ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କରାଯାଇ ନିଯୁକ୍ତି କରାଯାଉଛି। ଏହା ସତ୍ତ୍ୱେ ସରକାରୀ ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢ଼ାଇବାକୁ ଦିନକୁ ଦିନ କମିବାରେ ଲାଗିଛି ଗାର୍ଡ଼ିଆନମାନଙ୍କର ମନୋବୃତ୍ତି, ଯାହାର ସ୍ପଷ୍ଟ ଚିତ୍ର କଟକ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାର ମୋଟ 2,255ଟି ଗଭର୍ଣ୍ଣମେଣ୍ଟ ସ୍କୁଲ ଓ ଗଭର୍ଣ୍ଣମେଣ୍ଟ ଏଡେଡ୍ ସ୍କୁଲ ରହିଥିବା ବେଳେ ସେଥିରେ 2,91,698 ଜଣ ଛାତ୍ରଛାତ୍ରୀ ଏନରୋଲ୍ଡ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ 434ଟି ପ୍ରାଇଭେଟ୍ ସ୍କୁଲ ରହିଥିବା ବେଳେ ସେଥିରେ ପାଠ ପଢ଼ୁଛନ୍ତି 1,29,908 ଜଣ ଛାତ୍ରଛାତ୍ରୀ। ଉଭୟଙ୍କର ଅନୁପାତ ସମୀକ୍ଷା କଲେ ସରକାରୀ ବିଦ୍ୟାଳୟ ତୁଳନାରେ 2 ଗୁଣା ଅଧିକ ଛାତ୍ରଛାତ୍ରୀ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ୁଥିବାର ଚିତ୍ର ସାମ୍ନାକୁ ଆସୁଛି। କଟକ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲା ଭାବେ ପରିଗଣିତ। ବହୁ ପ୍ରାଚୀନ ଶିକ୍ଷା ପ୍ରତିଷ୍ଠାନ ଏଠାରେ ରହିଛି। ରାଜ୍ୟରେ ମେଧାବୀଙ୍କ ସଂଖ୍ୟା ବୃଦ୍ଧି କରିବାରେ କଟକ ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦିନ ଥିଲା ଏଠାରେ ରହିଥିବା ବହୁ ପ୍ରସିଦ୍ଧ ଗଭର୍ଣ୍ଣମେଣ୍ଟ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏ ସଂଖ୍ୟା ଏବେ ବି ଜାରି ରହିଛି, କିନ୍ତୁ ଜିଲ୍ଲାରେ ଦିନକୁ ଦିନ ପ୍ରାଇଭେଟ୍ ସ୍କୁଲ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଗଭର୍ଣ୍ଣମେଣ୍ଟ ସ୍କୁଲଗୁଡ଼ିକର ଅସ୍ତିତ୍ୱ ସଙ୍କଟରେ ପଡ଼ିଲାଣି। କଟକ ଜିଲ୍ଲାରେ ମୋଟ 2,255ଟି ଗଭର୍ଣ୍ଣମେଣ୍ଟ
ଓ ଗଭର୍ଣ୍ଣମେଣ୍ଟ ଏଡେଡ୍ ସ୍କୁଲ ରହିଛି। ଏଥିରେ ପ୍ରାଇମେରୀ ଓ ଅପର ପ୍ରାଇମେରୀ ସ୍କୁଲ ସଂଖ୍ୟା ହେଲା 1698। ଏଥିରେ 488ଟି ସେକେଣ୍ଡାରୀ ସ୍କୁଲ ରହିଥିଲା ବେଳେ 69ଟି ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ରହିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ସ୍କୁଲ ଅନୁପାତରେ ଦିନକୁ ଦିନ କମିବାରେ ଲାଗିଛି। ଯଦି ମୋଟ ଗଭର୍ଣ୍ଣମେଣ୍ଟ ସ୍କୁଲ ଓ ଏଥିରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାର ରାସିଓ ଦେଖାଯାଏ, ତେବେ ଗଭର୍ଣ୍ଣମେଣ୍ଟ ସ୍କୁଲ ପିଛା ମାତ୍ର ହାରାହାରି 130 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ରାସିଓରେ ଜିଲ୍ଲାରେ ରହିଥିବା ପ୍ରାଇଭେଟ୍ ସ୍କୁଲ ସଂଖ୍ୟା ଦେଖାଯାଏ, ତେବେ ଏଠାରେ ହାରାହାରି 300 ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଅର୍ଥାତ୍ ଗଭର୍ଣ୍ଣମେଣ୍ଟ ସ୍କୁଲ ତୁଳନାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ପ୍ରାଇଭେଟ୍ ସ୍କୁଲରେ 2 ଗୁଣା। 2010 ମସିହାରେ କଟକ ଜିଲ୍ଲାରେ ଗଭର୍ଣ୍ଣମେଣ୍ଟ ସ୍କୁଲ ସଂଖ୍ୟା ତୁଳନାରେ ଛାତ୍ରଛାତ୍ରୀଙ୍କର ଅନୁପାତ ଦେଖିଲେ ହାରାହାରି ସ୍କୁଲ ପିଛା 250 ଜଣରୁ ଅଧିକ ଛାତ୍ରଛାତ୍ରୀ ଥିଲେ। 2005 ମସିହା ବେଳକୁ ଏହି ସଂଖ୍ୟା 300ରୁ ଅଧିକ ରହିଥିଲା। କିନ୍ତୁ ଗତ 15 ବର୍ଷ ଭିତରେ ଜିଲ୍ଲାର ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ହୋଇଛି। ସରକାରୀ ସ୍କୁଲରେ ଶିକ୍ଷାଦାନର ମାନ ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଛି। ସ୍କୁଲଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାକୁ ଯାଇ କମ୍ପ୍ୟୁଟର ଲ୍ୟାବ୍, ଲାଇବ୍ରେରୀ, ପ୍ଲେଗ୍ରାଉଣ୍ଡ, ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା ଆଦି ବ୍ୟବସ୍ଥା ସୃଷ୍ଟି କରାଯାଇଛି। ଏହା ସତ୍ତ୍ୱେ 20 ବର୍ଷରେ ସ୍କୁଲ ଅନୁପାତରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ 50% କମିସାରିଛି। ବିଭିନ୍ନ କାରଣ ଥାଇ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଥିବା ବେଳେ ପ୍ରାଇଭେଟ୍ ସ୍କୁଲଗୁଡ଼ିକ ସଂଖ୍ୟା ବଢ଼ି ଚାଲିଛି। ରିପୋର୍ଟ କହୁଛି, ଗତ 10 ବର୍ଷରେ କଟକ ଜିଲ୍ଲାରେ 150ରୁ ଅଧିକ ପ୍ରାଇଭେଟ୍ ସ୍କୁଲ ଖୋଲିସାରିଛି। ଏଥିରେ କଟକ ସହରର ସଂଖ୍ୟା ପ୍ରାୟ 70% ବୋଲି କୁହାଯାଇଛି। କଟକ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଗଭର୍ଣ୍ଣମେଣ୍ଟ ପ୍ରାଇମେରୀ ଏବଂ ଅପର ପ୍ରାଇମେରୀ, ସେକେଣ୍ଡାରୀ ଓ ହାୟର ସେକେଣ୍ଡାରୀ ମିଶାଇ ମୋଟ 174ଟି ସ୍କୁଲ ରହିଥିବା ବେଳେ ପ୍ରାଇଭେଟ୍ ସ୍କୁଲକୁ ମିଶାଇଲେ ଏ ସଂଖ୍ୟା 500ରୁ ଅଧିକ ବୋଲି ହେବ। ତେବେ ଗୋଟିଏ ପଟରେ କଟକରେ ଛତୁ ଫୁଟିଲା ଭଳି ପ୍ରାଇଭେଟ୍ ସ୍କୁଲ ଖୋଲୁଛି ଏବଂ ସ୍କୁଲ ଖୋଲିବାକୁ ଅନୁମତି ବି ଦିଆଯାଉଛି, ସେପଟେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଛାତ୍ରଛାତ୍ରୀ ସଂଖ୍ୟା କମିବାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା। ବିଭିନ୍ନ ଯୋଜନା କରି ଗଭର୍ଣ୍ଣମେଣ୍ଟ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଇବାକୁ ଗାର୍ଡ଼ିଆନମାନଙ୍କୁ ଆକୃଷ୍ଟ କରି ଉଦ୍ୟମ କରାଯାଉଥିଲେ ବି ବିଶେଷ ଫଳପ୍ରଦ ହେଉନାହିଁ।